নমস্কার, ওম শান্তি। 2024 ইংরাজী ବର୍ଷ ଯାଉଛି, 2025 ଇଂରାଜୀ ନବବର୍ଷ ଆସୁଛି। ଏଥିପାଇଁ ରାଜ୍ୟବାସୀଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି, ମା'ମାନଙ୍କୁ, ଭାଇମାନଙ୍କୁ, ଗୁରୁଜନମାନଙ୍କୁ, ଯେ ସେମାନେ 2024ରେ ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆଣିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ବିପୁଳ ଭୋଟରେ ଓଡ଼ିଶାରେ ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି, ସେଥିପାଇଁ ସେ ଆମର ପୂଜ୍ୟ, ସ୍ମରଣୀୟ। ଏବଂ ତା ସହିତ ସେ ଯେଉଁ ଆମର ଜଣେ ନେତା, ଆଦିବାସୀ ନେତା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି, ତା ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଜଣେ ଭଲ ସଂଗଠକ, ଜଣେ ଜ୍ଞାନୀ, ଗୁଣୀ, ବିଜ୍ଞ, ବୁଦ୍ଧିମାନ। 3 ଥର ସେ କଣ୍ଟିନ୍ୟୁଅସଲି ଜିତିଛନ୍ତି ଏବଂ ବିଶେଷ କରି ଓଡ଼ିଶାରେ ଯେଉଁ ଇସ୍ତାହାର ରଖିଥିଲେ ନିର୍ବାଚନ ପୂର୍ବରେ, ସେ ଇସ୍ତାହାରକୁ ଆମ ସରକାର, ବିଜେପି ସରକାର ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ମନ୍ତ୍ରିମଣ୍ଡଳ ଗଠନ ହେବା ସାଙ୍ଗେ ସାଙ୍ଗେ କ୍ୟାବିନେଟ୍କୁ ବସେଇ ଯେଉଁ ଚତୁର୍ଦ୍ୱାର ମହାପ୍ରଭୁ ଜଗନ୍ନାଥ ଖୋଲା ହେଲା, ରତ୍ନଭଣ୍ଡାର ଖୋଲା ହେଲା, ଯେଉଁ ଭଉଣୀମାନଙ୍କୁ, ମା'ମାନଙ୍କୁ ଯେଉଁ ପ୍ରତିଶ୍ରୁତି ନିର୍ବାଚନ ସମୟ ଦେଇଥିଲେ ଯେ ତାଙ୍କୁ ସୁଭଦ୍ରା ଯୋଜନାରେ 50,000 ଦେବେ, ସେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ସବୁଠୁ ବଡ଼ କଥା, ଯେଉଁ ଚାଷୀମାନଙ୍କୁ ବିଗତ ସରକାରରେ 100 ଟଙ୍କା ବୋନସ୍ ଦେଇପାରୁନଥିଲା, ଏବେ ଏଠି 800 ଟଙ୍କା ଦେଉଛନ୍ତି ବୋନସ୍ ଆକାରରେ। ଖାଲି ସେତିକି ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଆଦିବାସୀ ହରିଜନ ପିଲାମାନଙ୍କୁ ମଧ୍ୟ ସେମାନଙ୍କର ପକେଟ୍ ମାନି ହିସାବରେ 5,000 ଲେଖାଏଁ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଦେଉଛନ୍ତି। ଏଭଳି ଭାବରେ ଓଡ଼ିଶାର ପ୍ରଗତି ବର୍ତ୍ତମାନ ଜୋରଦାର ଭାବରେ ଆରମ୍ଭ ହୋଇଛି। 2025ରୁ 29 ପର୍ଯ୍ୟନ୍ତ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ମୋହନ ମାଝୀ ସରକାର, ସେ ସବୁଯାକ କାର୍ଯ୍ୟକାରୀ ହେବ। ଏକ ବିକଶିତ ଭାରତ, ଏକ ବିକଶିତ ଓଡ଼ିଶା ମଧ୍ୟ ହେବ। ଏବଂ ବିଶେଷ କରି ଲୋକଙ୍କର ଯେଉଁ ଆଶା ଆକାଂକ୍ଷା, ଯେଉଁଟା ଲୋକ ଆଶା କରୁଛନ୍ତି, ଭାରତୀୟ ଜନତା ପାର୍ଟି ସରକାର, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିର୍ଦ୍ଦେଶରେ ଓଡ଼ିଶାରେ ସବୁ କାର୍ଯ୍ୟ ସୁରୁଖୁରୁରେ ଚାଲିବ ଏବଂ ଯଥେଷ୍ଟ ପରିମାଣରେ ଅନୁଦାନ ମଧ୍ୟ ଓଡ଼ିଶାକୁ ଆସୁଛି। ଏବଂ ନୂଆ ନୂଆ ଭାବରେ ଏବେ ନଗଦରେ 8, 9, 10 ପ୍ରବାସୀ ଭାରତୀୟମାନଙ୍କର ସମାବେଶ ହେବ ଏଠି। ତତ୍ସହିତ ଏଠି ସର୍ବଭାରତୀୟ ଡିଜି ସମ୍ମିଳନ ହେଲା, ନୌ ଯୁଦ୍ଧ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୁରୀରେ ହେଲା। ଏଭଳି ଭାବରେ ବର୍ତ୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଏକ ଫୋକସ୍ରେ ରଖିଛନ୍ତି ଏବଂ ସବୁଠୁ ବେଶୀ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶାକୁ। ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେବି, କାରଣ ସେ ଚାହୁଁଛନ୍ତି ଓଡ଼ିଶାକୁ 1 ନମ୍ବର ରାଜ୍ୟ କରିବା ପାଇଁ। ତ ମୁଁ ଭାବୁଛି ନିଶ୍ଚିତ ଭାବରେ 2025 ନୂତନ ଇଂରାଜୀ ବର୍ଷ ସମସ୍ତଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଭଲ କରିବେ, ଶିବ ବାବା ଭଲ କରିବେ। ତେଣୁକରି ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆମେ ସମସ୍ତେ ମିଳିମିଶି ଭାଇଚାରା ରକ୍ଷା କରିବା, ପରସ୍ପରକୁ ସାହାଯ୍ୟ କରିବା, ସହଯୋଗ କରିବା, ସ୍ନେହ ମମତା ଦେବା ଏବଂ ଓଡ଼ିଶାକୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ ରହିବ। ଆମେ ଯେଉଁମାନେ ଚାହୁଁଛନ୍ତି ସେମାନେ ଗଠନମୂଳକ ଉପଦେଶ ମଧ୍ୟ ଦେଇପାରିବେ, ମତାମତ ରଖିପାରିବେ। ସମାଜ ସମାଲୋଚନା ଅପେକ୍ଷା ଗଠନମୂଳକ ମତାମତ ଦେବାଟା ବହୁତ ମୂଲ୍ୟବାନ। ତେଣୁକରି ପରିଶେଷରେ ପ୍ରଭୁ ଜଗନ୍ନାଥ ପାଖରେ, ଶିବ ପାଖରେ ମୁଁ ସମସ୍ତଙ୍କର ମଙ୍ଗଳ କାମନା କରୁଛି। ସମସ୍ତେ ସୁଖରେ, ଶାନ୍ତିରେ, ଭଲରେ ନବବର୍ଷରେ ରୁହନ୍ତୁ ଏବଂ ବିଶେଷ ଭାବରେ ପୁରୁଣା ବର୍ଷକୁ ବିଦାୟ ଦିଅନ୍ତୁ, ନବବର୍ଷକୁ ଆପଣାଇ ନିଅନ୍ତୁ। ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳ ହେଉ, ଏହା ହିଁ ମୋର ପ୍ରଭୁ ଜଗନ୍ନାଥ ପାଖରେ ପ୍ରାର୍ଥନା, ଶିବ ବାବାଙ୍କ ପାଖରେ ପ୍ରାର୍ଥନା। ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ।